ଭୋକେସନାଲ ଓଡ଼ିଶାକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଦେଖନ୍ତୁ ଆଜିର ଏହି ଡିଜିଟାଲ ଯୁଗରେ ସବୁଠାରୁ ମୂଲ୍ୟବାନ ଜିନିଷଟା କ'ଣ? ସେଇଟା ହେଉଛି ଡାଟା ବା ତଥ୍ୟ। କିନ୍ତୁ କଥା ହେଉଛି ଖାଲି ତଥ୍ୟ ଥିଲେ ତ ଚଳିବନି। ଯଦି ଏହାକୁ ଠିକ୍ ଭାବରେ ସଜାଡ଼ି ରଖା ନଯାଏ, ପରିଚାଳନା କରା ନଯାଏ, ତେବେ ସେଇଟା ଗୋଟେ ଅଳିଆ ଗଦା ଭଳି। ତେଣୁ ଆଜି ଆମେ ବୁଝିବାକୁ ଯାଉଛେ ଡେଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ ବା DBMS ବିଷୟରେ। ଆସନ୍ତୁ ଦେଖିବା ଏହାର ସେହି ମୁଖ୍ୟ ସୁବିଧାଗୁଡ଼ିକୁ କ'ଣ ଯାହା ଏ ତଥ୍ୟକୁ ପ୍ରକୃତରେ ଶକ୍ତିଶାଳୀ କରିଥାଏ। ଆସନ୍ତୁ ଗୋଟେ ସାଧାରଣ ସମସ୍ୟାରୁ କଥାଟା ଆରମ୍ଭ କରିବା। କଳ୍ପନା କରନ୍ତୁ ତ ଆପଣଙ୍କ ପାଖରେ ବହୁତ ତଥ୍ୟ ଅଛି, କିନ୍ତୁ ସବୁ ଏଣେତେଣେ ବିଛାଳି ହୋଇ ପଡ଼ିଛି। କିଛି ଫାଇଲ ଏକ୍ସେଲରେ, କିଛି ୱାର୍ଡରେ, ଆଉ କିଛି ହୁଏତ ହାତଲେଖା କାଗଜରେ। ଏମିତି ସ୍ଥିତିରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଖୋଜିବା କେତେ କଷ୍ଟକର ହେବ। ଏହା କେବଳ ଛୋଟ ବ୍ୟବସାୟ ନୁହେଁ, ବଡ଼ ବଡ଼ ସଂସ୍ଥା ପାଇଁ ବି ଏକ ପ୍ରକୃତ ଚ୍ୟାଲେଞ୍ଜ। ଆଉ ଏହି ଯେଉଁ ବିଶୃଙ୍ଖଳା କଥା ଆମେ କହୁଛେ, ଠିକ୍ ସେଇଠି DBMSର କାମ ଆରମ୍ଭ ହୁଏ। ଏହାକୁ ଏମିତି ବୁଝନ୍ତୁ ଯେମିତି ଗୋଟେ ଅସଜଡ଼ା ଘରକୁ ସଜାଡ଼ିବା କଥା। DBMS ସେହି ଅସଜଡ଼ା ତଥ୍ୟର ଗଦାକୁ ଏକ ସୁନ୍ଦର, ସୁସଂଗଠିତ ଡିଜିଟାଲ ଲାଇବ୍ରେରୀରେ ପରିଣତ କରିଦିଏ, ଯେଉଁଠି ଆପଣ ଯାହା ଖୋଜିବେ ତାହା ଆପଣଙ୍କୁ ମୁହୂର୍ତ୍ତକରେ ମିଳିଯିବ। ତେବେ ଏତେ ସବୁ ଯେତେବେଳେ ଆମେ କହୁଛେ, ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ ଏହି DBMS ଜିନିଷଟା ପ୍ରକୃତରେ କ'ଣ? ଏହା କେମିତି କାମ କରେ? ଆସନ୍ତୁ ଏହାର ମୂଳଦୁଆକୁ ଟିକେ ଭଲ ଭାବରେ ବୁଝିବା। ସରଳ ଭାଷାରେ କହିଲେ DBMS ହେଉଛି ଏକ ସଫ୍ଟୱେର୍ ଯିଏ ଆପଣଙ୍କ ଡେଟାବେସ୍ର ମ୍ୟାନେଜର। ଏହା କେବଳ ତଥ୍ୟକୁ ସାଇତି ରଖେ ନାହିଁ, ବରଂ ଏହା ଡେଟାକୁ ତିଆରି କରିବା, ସେଥିରେ କିଛି ପରିବର୍ତ୍ତନ କରିବା ଏବଂ ଦରକାର ବେଳେ ତାକୁ ଖୋଜି ବାହାର କରିବାରେ ସାହାଯ୍ୟ କରେ। ଏହା ଗୋଟେ ଡିଜିଟାଲ ଲାଇବ୍ରେରିଆନ୍ ଭଳି ଯିଏ ଜାଣିଛି କେଉଁ ବହି କେଉଁଠି ଅଛି ଆଉ ତାକୁ କିଏ ନେଇପାରିବ। ତେବେ ଆଜିର ଆମର ଏହି ଆଲୋଚନାରେ ଆମେ DBMSର ଲାଭଗୁଡ଼ିକୁ କିଛି ମୁଖ୍ୟ ଭାଗରେ ବାଣ୍ଟି ଦେଇଛେ। ଆମେ ଆଗକୁ ବୁଝିବା ଏହା କିପରି ତଥ୍ୟକୁ ସୁନ୍ଦର ଭାବରେ ସଂଗଠିତ କରେ, ତାପରେ ଦେଖିବା ତଥ୍ୟର ସଠିକତା ଓ ସ୍ଥିରତା କିପରି ବଜାୟ ରଖେ, ଆଉ ଶେଷରେ ଜାଣିବା ଏହା କିପରି ତଥ୍ୟକୁ ସୁରକ୍ଷିତ ରଖେ ଓ ଅନ୍ୟମାନଙ୍କ ସହ ସେୟାର କରିବାରେ ସାହାଯ୍ୟ କରେ। ତେବେ ଚାଲନ୍ତୁ ଆମର ପ୍ରଥମ ପଏଣ୍ଟକୁ। DBMSର ସବୁଠୁ ବଡ଼ ଏବଂ ପ୍ରଥମ ଲାଭ ହେଉଛି ସଂଗଠନ ଏବଂ ଦକ୍ଷତା। ମାନେ ଏହା କେମିତି ତଥ୍ୟକୁ ଏକ ଶୃଙ୍ଖଳିତ ଢଙ୍ଗରେ ସଜାଇ ରଖେ, ଯାହାଦ୍ୱାରା ଆମ କାମ ବହୁତ ସହଜ ଏବଂ ଦ୍ରୁତ ହୋଇଯାଏ। ଏହି ସଂଗଠନ ଏବଂ ଦକ୍ଷତା ଭିତରେ ମୁଖ୍ୟତଃ ଚାରିଟି କଥା ଆସେ। ପ୍ରଥମତଃ, ତଥ୍ୟକୁ ସୁସଂଗଠିତ ଭାବେ ଷ୍ଟୋର କରିବା। ଦ୍ୱିତୀୟରେ, ତଥ୍ୟ ବିଶ୍ଳେଷଣକୁ ସରଳ କରିବା। ତୃତୀୟରେ, ସାମଗ୍ରିକ ଭାବେ କାର୍ଯ୍ୟଦକ୍ଷତା ବଢ଼ାଇବା। ଏବଂ ଚତୁର୍ଥରେ, ତଥ୍ୟକୁ ସହଜରେ ସେୟାର କରିବା। ଆସନ୍ତୁ ଗୋଟି ଗୋଟି କରି ଏସବୁକୁ ବୁଝିବା। ଦେଖନ୍ତୁ, ପ୍ରଥମ କଥା ହେଲା ଷ୍ଟୋରେଜ। DBMSରେ ତଥ୍ୟଗୁଡ଼ିକୁ ଏଣେତେଣେ ପକାଇ ଦିଆଯାଏ ନାହିଁ। ଏହାକୁ ବହୁତ ସୁନ୍ଦର ଭାବରେ ଟେବୁଲ ଆକାରରେ ସଜାଇ ରଖାଯାଏ। ଏହାର ଫାଇଦା କ'ଣ? ଫାଇଦା ହେଉଛି ଯେତେବେଳେ ଆପଣଙ୍କୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦରକାର ପଡ଼ିବ, ଆପଣ ଲକ୍ଷ ଲକ୍ଷ ରେକର୍ଡ ଭିତରେ ବି ତାକୁ ମାତ୍ର କିଛି ସେକେଣ୍ଡରେ ଖୋଜି ବାହାର କରିପାରିବେ। ଏହା କେବଳ ଆପଣଙ୍କ ସମୟ ବଞ୍ଚାଏ ନାହିଁ, ବରଂ କାମକୁ ବହୁତ ସହଜ କରିଦିଏ। ଆଉ ଯେତେବେଳେ ତଥ୍ୟ ସଜାଡ଼ି ହୋଇ ରହିଲା, ତାକୁ ବିଶ୍ଳେଷଣ କରିବା ମଧ୍ୟ ବହୁତ ସହଜ ହୋଇଯାଏ। ଆପଣ DBMSକୁ ସିଧାସଳଖ ପ୍ରଶ୍ନ ପଚାରିପାରିବେ, ଯେମିତିକି ଗତ ମାସରେ କେଉଁ ଜିନିଷଟି ସବୁଠୁ ଅଧିକ ବିକ୍ରି ହୋଇଛି, କିମ୍ବା କେଉଁ ସହରରେ ଆମର ସବୁଠୁ ଅଧିକ ଗ୍ରାହକ ଅଛନ୍ତି। ଏହିଭଳି ପ୍ରଶ୍ନର ଉତ୍ତର ଆପଣଙ୍କୁ ତୁରନ୍ତ ମିଳିଯିବ, ଯାହା ବ୍ୟବସାୟିକ ନିଷ୍ପତ୍ତି ନେବାରେ ବହୁତ ସାହାଯ୍ୟ କରେ। ଠିକ୍ ଅଛି, ତଥ୍ୟକୁ ତ ଆମେ ସଜାଇ ରଖିଦେଲେ, କିନ୍ତୁ କେବଳ ସଜାଇବା କ'ଣ ଯଥେଷ୍ଟ? ଆଦୌ ନୁହେଁ। ସେହି ତଥ୍ୟ ସଠିକ୍ ଏବଂ ନିର୍ଭରଯୋଗ୍ୟ ହେବା ନିହାତି ଜରୁରୀ। ଏକ ସଂଗଠିତ ସିଷ୍ଟମ ହିଁ ଏହି ବିଶ୍ୱାସର ମୂଳଦୁଆ। ଏହା ଉପରେ ଆମେ ଆହୁରି ଗଭୀରକୁ ଯିବା। କିନ୍ତୁ ଯଦି ଆପଣମାନଙ୍କୁ ଆମର ଏହି ପ୍ରୟାସ ଭଲ ଲାଗୁଛି, ତେବେ ଭୋକେସନାଲ ଓଡ଼ିଶାକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ଏଠି ଆମେ ଗୋଟେ ବହୁତ ବଡ଼ ସମସ୍ୟା ଆଉ ତାର ସମାଧାନ ଦେଖିପାରୁଛେ। ସମସ୍ୟାଟି ହେଉଛି ଡାଟା ରିଡଣ୍ଡାନ୍ସି। ଏହାର ଅର୍ଥ ହେଲା ଗୋଟିଏ ହିଁ ତଥ୍ୟକୁ ବାରମ୍ବାର ଅଲଗା ଅଲଗା ଜାଗାରେ ଲେଖିବା। ଏହାଦ୍ୱାରା ବହୁତ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। କିନ୍ତୁ DBMS ଏହି ଅନାବଶ୍ୟକ ପୁନରାବୃତ୍ତିକୁ ରୋକିଥାଏ ଏବଂ ତଥ୍ୟରେ ସ୍ଥିରତା ଆଣିଥାଏ। ଆଚ୍ଛା, ଏହା କେମିତି ସମ୍ଭବ ହୁଏ? DBMSରେ ବିଭିନ୍ନ ଟେବୁଲଗୁଡ଼ିକୁ ପରସ୍ପର ସହିତ ସମ୍ପର୍କିତ କରାଯାଏ। ଉଦାହରଣ ସ୍ୱରୂପ, ଜଣେ ଗ୍ରାହକଙ୍କ ନାଁ ଆଉ ଠିକଣା କେବଳ ଗୋଟିଏ ଜାଗାରେ ଲେଖାହେବ। ଯଦି ସେହି ଗ୍ରାହକ ନିଜ ଠିକଣା ବଦଳାନ୍ତି, ତେବେ ଆପଣଙ୍କୁ କେବଳ ସେହି ଗୋଟିଏ ସ୍ଥାନରେ ତାକୁ ଅପଡେଟ୍ କରିବାକୁ ପଡ଼ିବ। ଏହାପରେ ତାଙ୍କ ସହ ଜଡ଼ିତ ସମସ୍ତ ବିଲ୍, ଅର୍ଡର ଏବଂ ରିପୋର୍ଟରେ ତାହା ଆପେ ଆପେ ବଦଳିଯିବ। କୌଣସି ଦ୍ୱନ୍ଦ୍ୱର ସମ୍ଭାବନା ହିଁ ରହିବ ନାହିଁ। ଆଉ ଏହାର ଫଳାଫଳ ବହୁତ ସ୍ପଷ୍ଟ। ଯେତେବେଳେ ରିଡଣ୍ଡାନ୍ସି କମିଯାଏ, ତଥ୍ୟରେ ଥିବା ଅସଙ୍ଗତି ବି କମିଯାଏ।
ଏହାର ସିଧା ପ୍ରଭାବ ପଡ଼େ ତଥ୍ୟର ସଠିକତା ଏବଂ ବୈଧତା ଉପରେ। ଫଳରେ ଆମେ ଯେଉଁ ତଥ୍ୟ ବ୍ୟବହାର କରୁଛୁ ତାହା ଉପରେ ଆମର ଭରସା ବଢ଼ିଯାଏ ଏବଂ ଭୁଲ ହେବାର ସମ୍ଭାବନା ବହୁତ କମିଯାଏ। ଏହାଛଡ଼ା ଆମେ ଡେଟା ଏଣ୍ଟ୍ରି କରିବା ସମୟରେ ହିଁ କିଛି ନିୟମ ଲଗାଇ ପାରିବା। ଯେମିତିକି ଗୋଟେ ଫୋନ୍ ନମ୍ବର ଫିଲ୍ଡରେ କେହି ଯେମିତି ଅକ୍ଷର ଟାଇପ୍ କରିପାରିବେ ନାହିଁ, ସେଠାରେ କେବଳ ସଂଖ୍ୟା ହିଁ ରହିବ। ଏହାକୁ କୁହାଯାଏ ଭ୍ୟାଲିଡେସନ୍ ରୁଲ୍। ଏହା ଆରମ୍ଭରୁ ହିଁ ଭୁଲ ତଥ୍ୟକୁ ସିଷ୍ଟମ ଭିତରକୁ ଆସିବାକୁ ଦିଏ ନାହିଁ, ଯାହା ଡାଟାର ଗୁଣବତ୍ତା ବଜାୟ ରଖେ। ଆଉ ଆମ ଆଲୋଚନାର ଶେଷ କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗ ହେଉଛି ସୁରକ୍ଷା ଏବଂ ସେୟାରିଂ। କାରଣ ତଥ୍ୟ ଯେତିକି ମୂଲ୍ୟବାନ, ତାକୁ ସୁରକ୍ଷିତ ରଖିବା ସେତିକି ହିଁ ଜରୁରୀ। ତା ସହିତ ଠିକ୍ ଲୋକଙ୍କ ପାଖରେ ଠିକ୍ ସମୟରେ ତାକୁ ପହଞ୍ଚାଇବା ମଧ୍ୟ ଆବଶ୍ୟକ। ଆସନ୍ତୁ ଦେଖିବା ଡିବିଏମ୍ଏସ୍ ଏହି ଦୁଇଟି କାମ କିପରି ସମ୍ଭାଳେ। ଡିବିଏମ୍ଏସ୍ରେ ସୁରକ୍ଷା ପାଇଁ ବହୁସ୍ତରୀୟ ବ୍ୟବସ୍ଥା ଥାଏ। ପ୍ରଥମ ସ୍ତର ହେଉଛି ପ୍ରବେଶ ନିୟନ୍ତ୍ରଣ, ଅର୍ଥାତ୍ ପାସୱାର୍ଡ ମାଧ୍ୟମରେ ସୁନିଶ୍ଚିତ କରାଯାଏ ଯେ କେବଳ ଅନୁମୋଦିତ ବ୍ୟକ୍ତି ହିଁ ସିଷ୍ଟମ ଭିତରକୁ ଯାଇପାରିବେ। କାହାକୁ କେତେ ଅଧିକାର ଦିଆଯିବ ତାହା ମଧ୍ୟ ସ୍ଥିର କରାଯାଇପାରେ। ଆଉ ଦ୍ୱିତୀୟ ସ୍ତରଟି ଆହୁରି ଶକ୍ତିଶାଳୀ। ଏହାକୁ କୁହାଯାଏ ଡାଟା ଏନକ୍ରିପ୍ସନ୍। ଏଥିରେ ତଥ୍ୟକୁ ଏକ ଗୁପ୍ତ କୋଡ୍ ଭାଷାରେ ବଦଳାଇ ଦିଆଯାଏ। ତେଣୁ ଯଦି କେହି କୌଣସି ମତେ ସିଷ୍ଟମ ଭିତରକୁ ପଶିବାରେ ସଫଳ ହୋଇଯାଏ, ତଥାପି ସେ ସେହି ତଥ୍ୟକୁ ପଢ଼ିପାରିବ ନାହିଁ କି ବୁଝିପାରିବ ନାହିଁ। ତା ପାଇଁ ତାହା ଅର୍ଥହୀନ ହୋଇ ରହିବ। ଏବେ ଆସିବା ସେୟାରିଂ କଥାକୁ। ଡିବିଏମ୍ଏସ୍ ତଥ୍ୟକୁ ସୁରକ୍ଷିତ ରଖିବା ସହିତ ଏହାକୁ ସହଜରେ ସେୟାର କରିବାରେ ମଧ୍ୟ ସାହାଯ୍ୟ କରେ। ଏକ କେନ୍ଦ୍ରୀୟ ଡାଟାବେସ୍ ରହିବା ଦ୍ୱାରା ଗୋଟିଏ ସଂସ୍ଥାର ବିଭିନ୍ନ ବିଭାଗ କିମ୍ବା ବିଭିନ୍ନ ଆପ୍ଲିକେସନ ସେହି ଗୋଟିଏ ହିଁ ଅପଡେଟେଡ୍ ତଥ୍ୟକୁ ବ୍ୟବହାର କରିପାରନ୍ତି। ଏହାଦ୍ୱାରା ସମସ୍ତେ ସମାନ ଏବଂ ସଠିକ୍ ସୂଚନା ଉପରେ କାମ କରନ୍ତି, ଯାହା ଦ୍ୱନ୍ଦ୍ୱକୁ ଦୂର କରେ। ତେଣୁ ଯଦି ଆମେ ସବୁକିଛିକୁ ସଂକ୍ଷେପରେ ଦେଖିବା, ଡିବିଏମ୍ଏସ୍ କେବଳ ତଥ୍ୟ ରଖିବା ପାଇଁ ଏକ ଡବା ନୁହେଁ। ଏହା ତଥ୍ୟର ସୁରକ୍ଷା, ତାର ସଠିକତା ଏବଂ ତାର ପରିଚାଳନାକୁ ବହୁତ ସହଜ ଏବଂ ସୁବିଧାଜନକ କରିଦିଏ। ଏହା ଏକ ସମ୍ପୂର୍ଣ୍ଣ ସମାଧାନ। ଏହା ଆମ ପାଇଁ ଏକ ଶେଷ ଚିନ୍ତା ଛାଡ଼ିଯାଉଛି। ଆମେ ହୁଏତ ଏହାକୁ ସିଧାସଳଖ ଦେଖିପାରୁନା, କିନ୍ତୁ ଡିବିଏମ୍ଏସ୍ ଟେକ୍ନୋଲୋଜି ଆମ ଚାରିପାଖେ ଅଛି। ଆମେ ଯେଉଁ ଅନଲାଇନ୍ ସପିଂ କରୁଛେ, ବ୍ୟାଙ୍କିଂ ଆପ୍ ବ୍ୟବହାର କରୁଛେ କିମ୍ବା ସୋସିଆଲ ମିଡିଆରେ ସ୍କ୍ରୋଲ କରୁଛେ, ଏ ସବୁକିଛି ପଛରେ ଡିବିଏମ୍ଏସ୍ ହିଁ କାମ କରୁଛି ଆମ ଅନୁଭୂତିକୁ ସହଜ ଏବଂ ସୁରକ୍ଷିତ କରିବା ପାଇଁ। ଭୋକେସନାଲ ଓଡ଼ିଶା ସହିତ ଯୋଡ଼ି ହୋଇଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଗାମୀ ଏଭଳି ଆଲୋଚନା ପାଇଁ ଆମ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ।